ଲାଗିବ ବ୍ରେକ୍। 2 ଦିନ ମଧ୍ୟରେ କାଳବୈଶାଖୀ ସମ୍ଭାବନା। ମାର୍ଚ୍ଚ ମାସ ଆରମ୍ଭରୁ ଉପରମୁହାଁ ହେଉଛି ପାରଦ। 42 ଡିଗ୍ରୀ ତାତିରେ ସିଝୁଛି ସାରା ଓଡ଼ିଶା। ତେବେ ଆଗାମୀ 2 ଦିନ ଭିତରେ ତା ଦେହରେ ଲାଗିବ ବ୍ରେକ୍। ଆଗକୁ ଆସୁଛି କାଳବୈଶାଖୀ। ଏହାର ପ୍ରଭାବରେ ରାଜ୍ୟରେ କମିବ ତାତି, ଅସୁସ୍ଥ ହେବେ ରାଜ୍ୟବାସୀ। ଗୁରୁଚାପ ବଳୟ ସାଙ୍ଗକୁ ଟ୍ରଫ୍ ଲାଇନ୍ ପ୍ରଭାବରେ ଆସନ୍ତା 20ରୁ 24 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ସ୍ଥିତିରେ ରବିବାର ରାତିରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ। କାଳବୈଶାଖୀ ବର୍ଷା ସାଙ୍ଗକୁ ପ୍ରବଳ ତୋଫାନରେ ଉପୁଡ଼ି ପଡ଼ିଥିଲା ବଡ଼ ବଡ଼ ଗଛ। ଅନ୍ୟପଟେ ଆଗାମୀ 3 ଦିନ ପର୍ଯ୍ୟନ୍ତ ଖରାରେ ମିଳିବନି ତ୍ରାହି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର ଏବଂ କଳାହାଣ୍ଡି ଜିଲ୍ଲାକୁ ଗ୍ରୀଷ୍ମ ଲହରୀ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, ସୁବର୍ଣ୍ଣପୁର, କଳାହାଣ୍ଡି, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।